ओम गुरुदेवाय नमः। बलिया वार्ता पृष्ठ 104। କୁକୁର ପୋଷିଲ ସୌଖିନ ବା ଧନ ଜଗିବାରେ। ଏହା ଏକ ପ୍ରକାର ଜୀବପ୍ରେମ। ସେହିଭଳି କ୍ଷୁଧାର୍ଥ ତୃଷାର୍ଥ ମଣିଷର ଟିକେ ଆର୍ତ୍ତନାଦ ଶୁଣିଲେ ଜୀବେଦୟା ବାଣୀଟି ସାର୍ଥକ ହୁଅନ୍ତା। ଏଣେ କୁକୁର ପୋଷିଲ, ତେଣେ କୁକୁଡ଼ା ମାରିଲ। ଏଣେ ଗୋପାଳନ କଲ, ପୁଣି ଛେଳିକୁ ହତ୍ୟା କଲ। ଗୋହତ୍ୟା କଲ ବା ଗୋହତ୍ୟା ପାଇଁ ଗୋରୁ ବିକ୍ରୟ କଲ। ବଳି ପ୍ରଥାକୁ ବିରୋଧ କରି ନିଜ ପାଖରେ କେତେ କେତେ ଜୀବଙ୍କୁ ବଳି ପକାଇଲ। ଏସବୁର ସାର୍ଥକତା ରହିଲା କେଉଁଠି? ଏଣୁ ତ୍ୟାଗୀଏ ସାବଧାନ। ବିଳମ୍ବିତ ରାତ୍ରିରେ ଘରକୁ ଫେରୁଛ। କେତେବେଳେ ଆଖି ଦୁଇଟା ନାଲି ଦିଶୁଛି ତ କେତେବେଳେ ଶରୀରଟା ଟଳୁଛି। କେହି କେହି କହିଲେ ରାଗୁଛ, ମାରୁଛ, ଭାଙ୍ଗୁଛ। କଥାଗୁଡ଼ା ପିତା ଲାଗୁଛି। ପର ମଣିଷ ଭାରି ଭଲ ଲାଗୁଛନ୍ତି। ପରକୁ ଆପଣା କରିବା ଯାହା, ପରମେଶ୍ୱରଙ୍କୁ ପାଇବା ମଧ୍ୟ ତାହା। ପରକୁ ଆପଣା କରିବା ଯାହା, ପରମେଶ୍ୱରଙ୍କୁ ପାଇବା ମଧ୍ୟ ତାହା। ତାଙ୍କ ଦୁର୍ବୁଦ୍ଧିକୁ ତୁମେ ଗ୍ରହଣ କରୁଛ। ତୁମ ସୁବୁଦ୍ଧି ହଜିଯାଇଛି। ଏଣୁ ଦୁଷ୍ଟ ବୁଦ୍ଧିଏ ସାବଧାନ। ସଙ୍ଗୀତଜ୍ଞ ହୋଇଛ, କିନ୍ତୁ ଗୀତର ଭାବ ବୁଝନା କି ଶବ୍ଦାର୍ଥ ଜାଣନା। କେବଳ ସ୍ୱର ତାଳ ମାନ ଉପରେ ଗୁରୁତ୍ୱ ଦେଉଛ। ଏହା ଯେଭଳି ଏକ ଅପରାଧ, ସେହିଭଳି ଗୀତା ପଢ଼ୁଛ, ତାଳମାନ ଲୟ ପ୍ରତି ଗୁରୁତ୍ୱ ଦେଉନା। ବାଦ୍ୟ ସଙ୍ଗୀତର ତାଳକୁ ଭ୍ରୂକ୍ଷେପ କରୁନାହିଁ ବା ଗୀତର ତାଳକୁ ବାଦକର ବାଜା ଘୋଡ଼େଇ ରଖୁଛି। ଅର୍ଥାତ୍ ଗୀତ କ'ଣ ପଢ଼ା ହେଉଛି, ଶ୍ରୋତା ଶୁଣିପାରୁନି। ସଙ୍ଗୀତଜ୍ଞ ହୋଇଛ, କିନ୍ତୁ ଗୀତର ଭାବ ବୁଝୁନା କି ଶବ୍ଦାର୍ଥ ଜାଣିନା। କେବଳ ସ୍ୱରତାଳ ମାନ ଉପରେ ଗୁରୁତ୍ୱ ଦେଉଛ। ଏହା ଯେଭଳି ଏକ ଅପରାଧ, ସେହିଭଳି ଗୀତା ପଢ଼ୁଛ, ତାଳମାନ ପ୍ରତି ଲୟ ପ୍ରତି ଗୁରୁତ୍ୱ ଦେଉନା। ବାଦ୍ୟ ସଙ୍ଗୀତର ତାଳକୁ ଭ୍ରୂକ୍ଷେପ କରୁନାହିଁ ବା ଗୀତର ତାଳକୁ ବାଦକର ବାଜା ଘୋଡ଼ାଇ ରଖୁଛି। ଅର୍ଥାତ୍ ଗୀତ କ'ଣ ପଢ଼ା ହେଉଛି, ଶ୍ରୋତା ଶୁଣିପାରୁନି। ସେହିଭଳି ବାଦ୍ୟଯନ୍ତ୍ର ସଙ୍ଗୀତ ପାଇଁ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ସଙ୍ଗୀତର ଅର୍ଥ ଶ୍ରୋତାମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବା ଉଚିତ। ଯନ୍ତ୍ର ସଙ୍ଗୀତରେ ଜୀବ ସ୍ୱର ଦେଉଛି, ତାହା ପ୍ରଥମେ ସ୍ଥାନ ପାଇବା ଉଚିତ। ଶିଖିବାର ମନୋବୃତ୍ତି ରହୁନି। ଯେତେ ଜାଣିଲେ ମଧ୍ୟ ଆହୁରି ଜାଣିବାକୁ ବାକି ରହିଛି। ଏକଥା ଭାବୁନ। ସଙ୍ଗୀତ ଶ୍ରୋତାଙ୍କ ଉଦ୍ଦେଶ୍ୟରେ ହେଉଛି, ଈଶ୍ୱର ପ୍ରକୃତି ଉଦ୍ଦେଶ୍ୟରେ କମ୍ ହେଉଛି। ଅର୍ଥ ଉପରେ ଗୁରୁତ୍ୱ ଆରୋପ କରି ଶ୍ରୋତାଙ୍କୁ ଖୁସି କରାଉଛି। ଏଥିରେ ଈଶ୍ୱର କିପରି ଖୁସି ହେବେ? ଅଶ୍ଳୀଳ ସଙ୍ଗୀତ ଶ୍ରୋତାଙ୍କ କାନକୁ ଭଲ ଶୁଭୁଛି ବୋଲି ବୋଲାଯାଉଛି। ଏହା ସଙ୍ଗୀତ ଜୀବନର କଣ୍ଟା ପରି। ଏଣୁ ବୋଲାଳିଏ ସାବଧାନ। ରାଷ୍ଟ୍ରର ସ୍ୱାର୍ଥ ପାଇଁ ନିଜ ସ୍ୱାର୍ଥକୁ ବଳି ଦେବା ହିଁ ଧର୍ମ ଅଟେ। ଖେଳୁଛ, ଖେଳ। ଖେଳକୁ ନିଜ ଜୀବନ ସହିତ ମିଶାଇ ଦିଅ। ଖେଳ ଦ୍ୱାରା ବନ୍ଧୁତ୍ୱ ବୃଦ୍ଧି ହୁଏ, ସୁସମ୍ପର୍କ ସୃଷ୍ଟି ହୁଏ, କାୟ, ବାକ୍ୟ, ମନ ସୁସ୍ଥ ଓ ସଂଯମ ହୁଏ, ମନର ଏକାଗ୍ରତା ସୃଷ୍ଟି ହୁଏ। ଖେଳ ହିଁ ଏକ ଯୋଗ ବୀରତ୍ୱର ନିଦର୍ଶନ। ହାରିବାକୁ ଯିଏ ପସନ୍ଦ କରେ ନା, ସେ ଖେଳାଳି ନୁହେଁ।
ହାରିବା ଜିତିବା ପାଇଁ ଜିଦ୍ ସୃଷ୍ଟି କରେ। ତଥାପି ସେ ହାରିବା ଆଶଙ୍କା ଠାରୁ ନିବୃତ୍ତ ରହିବା ଉଚିତ ନୁହେଁ। ଜିତିବା ଓ ହାରିବା ଖେଳାଳିର ଦୁଇଟି ଅଂଶ। ଯେପରି ଖେଳ, ସେହିପରି ବଡ଼ ଲୋକମାନେ କହିଛନ୍ତି ହାର ଜିତ୍ ଦୁନିଆ। କର୍ମମୟ ଜୀବନରେ ମାନ ଅପମାନ, ଜୟ ପରାଜୟ ସବୁକିଛି ଅଛି। କିନ୍ତୁ ଗୋଟିଏ କଥା, ଅସମୟରେ ଖେଳନା। ଖେଳ ଦେଖୁ ଦେଖୁ ନିଜର ମୂଲ୍ୟବାନ ସମୟକୁ ନଷ୍ଟ କରନା। ଏ ଖେଳ କିଛି ଘଣ୍ଟା ପାଇଁ, କିନ୍ତୁ ଜୀବନର ଖେଳ କିଛି ଦିନ ପାଇଁ। ଜୀବନର ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ପାଇଁ ଖେଳର ଆବଶ୍ୟକତା ଅଛି, କିନ୍ତୁ ଖେଳ ପାଇଁ ଜୀବନର ଗୁରୁତ୍ୱ ଯେପରି ନଷ୍ଟ ନ ହୁଏ, ସେଥିପ୍ରତି ସାବଧାନ ରହିବ। ଏଣୁ ଖେଳାଳିଏ ସାବଧାନ। ଈର୍ଷାନ୍ୱିତ ବ୍ୟକ୍ତି ଯେତେ ଭଜନ କଲେ ବି ସେ ଭଜନ କୃଷ୍ଣଙ୍କ ପାଖରେ ପହଞ୍ଚେ ନାହିଁ। ସେବା କରୁଛ, ସେବକ ହୋଇଛ, ସେବା ବେଳେ ମନ ଅନ୍ୟ ଆଡ଼େ ଘୁରୁଛି। କେବଳ ବାଧ୍ୟରେ ସେବା କରୁଛ କି? ସେବାରେ ଆଗ୍ରହ ନାହିଁ, ଶ୍ରଦ୍ଧା ନାହିଁ, ଏକାଗ୍ରତା ନାହିଁ। ସରକାରୀ କାର୍ଯ୍ୟ ସମ୍ପାଦନ ଭଳି ଦୈନନ୍ଦିନ ଜୀବନର ବାଧ୍ୟବାଧକତା କର୍ମ ବୋଲି ଧରି ନେଉଛ। କେବଳ ସେବା କରୁଛ, ଯଥା ନିୟମରେ ସେବା କରୁନା। ସେବା ମନମୁଖୀ ହେଉଛି। ତୁମର ଇଷ୍ଟ ବା ଗୁରୁଜନମାନେ ତୁମର ଦୟାରେ ସେବା ପାଉଛନ୍ତି। ସେବା ଟିକେ ପାଇବା ପାଇଁ ସେ ତୁମକୁ ଚାତକ ପରି ଅନାଇ ରହିଛନ୍ତି। ଏହାଦ୍ୱାରା ତୁମର ସେବକତ୍ୱ ଜୀବନ ସଫଳ ହେବନି। ଏଣୁ ସେବକ ସେବିକାଏ ସାବଧାନ। ଯେଉଁ ଜୀବନରେ ସତ୍ୟ ନାହିଁ, ସତ୍ ସଂକଳ୍ପ ନାହିଁ, ସେ ଜୀବନର ପାପ ଛଡ଼ାଇ ନେବା ପାଇଁ ଯେତେ ଗଙ୍ଗା ସ୍ନାନ କଲେ ମଧ୍ୟ ତାର ପାପ ସାମାନ୍ୟତମ ଧୋଇ ହୁଏନା। ତୁମେ ଯଦି ଶୋଇପଡ଼ିବ, ତୁମର ଭାଗ୍ୟ ମଧ୍ୟ ଶୋଇପଡ଼ିବ। ତୁମେ ଯଦି ଚାଲିଯିବ, ତୁମର ଭାଗ୍ୟ ମଧ୍ୟ ଚାଲିବ। ତୁମେ ଯଦି ଚାଲିବ, ତୁମର ଭାଗ୍ୟ ମଧ୍ୟ ଚାଲିବ। ଏଣୁ ହେ ମଣିଷ, ଭାଗ୍ୟବାଦୀ ହୁଅନା। ଭାଗ୍ୟ ସହିତ ସଂଗ୍ରାମ କର। କର୍ମ କରି ଭାଗ୍ୟକୁ ନିର୍ମାଣ କର। ଜୀବନ ଦର୍ଶନରେ ପଞ୍ଚଦେବତା ତତ୍ତ୍ୱ। ଗଣେଶ ଇନ୍ଦ୍ରିୟ ସକଳ, ନାରାୟଣ ଆତ୍ମା, ରୁଦ୍ର ଶକ୍ତି, ଅମ୍ବିକା ମମତା, ଭାବ ଭାଷା ଇତ୍ୟାଦି, ଭାସ୍କର କୀର୍ତ୍ତି ସମନ୍ୱୟ। କିଛି କରିବାର ସାମର୍ଥ୍ୟ ନାହିଁ, କିନ୍ତୁ ହଂଟା ଜୋର। କିଛି କରିବାର ସାମର୍ଥ୍ୟ ନାହିଁ, କିନ୍ତୁ ହଂଟା ଜୋର। କରି ନ ପାରି ଅନ୍ୟକୁ ଲୁଚିବା, ଅନ୍ୟଠାରୁ ଭର୍ତ୍ସନା ଶୁଣିବା ସାର ହେଉଛି। ତଥାପି ସଦ୍ବୁଦ୍ଧି ଉଦୟ ହେଉନି। କିଏ ତୁମକୁ ଖୋସାମତ କରୁଥିଲା ସବୁଥିରେ ହଁ ମାରିବାକୁ? ଏଡ଼େ ମୋଟା ବୁଦ୍ଧି କଲେ ଚଳିବନି। ସରୁ ବୁଦ୍ଧିର ଆବଶ୍ୟକତା ରହିଛି। ଏଣୁ ମୋଟା ବୁଦ୍ଧିଆଏ ସାବଧାନ। ଯାହା ଗୁରୁ ଗୁରୁଜନ, ସାଧୁ ସନ୍ଥ, ଶାସ୍ତ୍ର କହି ହୁଏ ନା, ତାହା ପ୍ରକୃତିର କରାଳତାରେ କ୍ଷଣିକ ମଧ୍ୟରେ ମଣିଷ କରିବାକୁ ବାଧ୍ୟ ହୁଏ। ତାରି ମଧ୍ୟରେ ଥିବା ଭଦ୍ରତା, ବ୍ୟାପକତା ଓ ଶ୍ରଦ୍ଧା, ସ୍ନେହ, ଅନୁରାଗକୁ
ସେ ହିଂସାଦ୍ୱେଷର ପ୍ରାଚୀର ମଧ୍ୟରେ ବନ୍ଦ କରି ଅମରତ୍ୱର ସ୍ୱପ୍ନ ଦେଖୁଥିଲା। କିନ୍ତୁ ପ୍ରକୃତିର କରାଳ ବିଭୀଷିକା ଯେତେବେଳେ ମଣିଷକୁ ନଶ୍ୱର କ୍ଷଣଭଙ୍ଗୁର ବୋଲି ତାତ୍ସଲ୍ୟ କଲା, ସେତେବେଳେ ମଣିଷ ନିଜ ମଧ୍ୟରେ ଥିବା ସମସ୍ତ ମନ୍ଦ ଗୁଣକୁ ପରିତ୍ୟାଗ କରି ସଦ୍ଗୁଣର ବଶବର୍ତ୍ତୀ ହେଲା। ଏଣୁ ହେ ଚପଳମତି ମଣିଷ, ତୁ ମରଣଶୀଳ, ନଶ୍ୱର, ଆସନ୍ତାକାଲିକୁ ସ୍ଥିର କି ନା ସନ୍ଦେହ, ଏଇ କଥା ଚିନ୍ତା କରି ଆତ୍ମସମୀକ୍ଷା କର। ମୁଁ ଯାହା କରୁଛି ଠିକ୍ କରୁଛି ତ? ଶରୀରଟା ସୁନ୍ଦର କି ଅସୁନ୍ଦର ଦିଶୁଛି ଦର୍ପଣରେ ଦେଖୁଛଟି? ତା ଭିତରେ ଦେଖିଲ କେମିତି ଦେଖାଯାଉଛି? ଓହୋ, ଦର୍ପଣ ଜାଣିନ? ଜାଣିବ କେମିତି? ଭଗବାନ କୃଷ୍ଣ ଗୋଟେ ଦର୍ପଣ ଦେଖାଇଛନ୍ତି ବା। ସବୁଠି ଅଛି ଜୀବନ ଦର୍ପଣ। ଗୀତାର 16 ଅଧ୍ୟାୟ। ସାମ୍ନାରେ ଠିଆ ହୋଇ ନିଜକୁ ପଚାର, କେମିତି ଦିଶୁଛି? କ'ଣ ହୋଇଛି? ଅନନ୍ତ ହେଉଛି ଅଗଣିତ ବା ଅଗଣିତ ହେଉଛି ଅନନ୍ତ। ସେଥିରେ ମୋର ଯାଏ ଆସେ ନାହିଁ। ମୁଁ ହିଁ ଅଗଣିତ ଅନନ୍ତର ଏକ ବିନ୍ଦୁ। ମୋର ପରିଧି ହେଉଛି ମୋର ପରିବାର ଓ ପରିବେଷ୍ଟନୀ। ପ୍ରଥମେ ନିଜକୁ ସୁଧାରିବାକୁ ହେବ। ସେହି ସୁଧାରିବାର ସୁଧାକୁ ଶ୍ରଦ୍ଧାରେ ଯିଏ ଦେଖିବେ ବା ଗ୍ରହଣ କରିବେ, ସେଇମାନେ ନିଜେ ଗଢ଼ି ହେବେ ଓ ଗଢ଼ିବେ। ସେହି ଗଠନର ପାବଚ୍ଛରେ ଚଢ଼ି ଚଢ଼ି ଆମେ ହାଲିଆ ହୋଇଗଲେ ମଧ୍ୟ ଦୁଃଖ ନାହିଁ। ମୁହଁରେ ଖାଲି ଗପ ନ କରି କାମରେ ଲାଗିପଡ଼, ତେବେ ଯାଇ ଶୁଭ ସୂର୍ଯ୍ୟର ଆୟମାରମ୍ଭ ହେବ। ଅନ୍ୟର ଦୁଃଖରେ ଯିଏ ଦୁଃଖିତ ହୁଏ, ଅନ୍ୟର ସୁଖ ପାଇଁ ଯିଏ ଚିନ୍ତା କରେ, ସେ ହିଁ ଏ ଦୁନିଆରେ ଶ୍ରେଷ୍ଠ ମଣିଷଟିଏ। ଭୋକ ବେଳେ ଚା ପିଇଲ, ଭୋକ ଓ ଶୋଷ ବେଳେ ଧୂମପାନ କଲ, ପାଟିରେ ଘା ହେଲା, ମୃତ୍ୟୁ ଯନ୍ତ୍ରଣା ପାଇଲ, ଏଣୁ ନିଶାଟିଏ ସାବଧାନ। ଜୀବନ କ'ଣ? ଯଦି ସମସ୍ତେ ଜାଣିପାରୁଥାନ୍ତେ, ତେବେ ଏତେ ଦ୍ୱନ୍ଦ୍ୱ ଆସନ୍ତା କୁଆଡ଼ୁ? ତୁମେ ସବୁ କର୍ମ କରିପାରୁଛ, ଅଥଚ ନିତ୍ୟକର୍ମ ଭୁଲି ଯାଉଛ କେମିତି? ନିତ୍ୟକର୍ମ କହିଲେ ଖାଇବା, ପିଇବା, ଶୋଇବା, ଦାନ୍ତ ଘଷିବା ବା ମଳମୂତ୍ର ତ୍ୟାଗ କରିବା ନୁହେଁ। ଏହା ମଧ୍ୟ ଅନିତ୍ୟ କର୍ମ। କିନ୍ତୁ ନିତ୍ୟକର୍ମରେ ମତି ରଖି ଅନିତ୍ୟ କର୍ମ କରିଚାଲିଲେ ନିଶ୍ଚିତ ଭାବେ ନିତ୍ୟାନନ୍ଦ ପ୍ରାପ୍ତ ହେବ। କିନ୍ତୁ ନିତ୍ୟକର୍ମରେ ମତି ରଖି ଅନିତ୍ୟ କର୍ମ କରିଚାଲିଲେ ନିଶ୍ଚିତ ଭାବରେ ନିତ୍ୟାନନ୍ଦ ପ୍ରାପ୍ତ ହେବ। ଏହି କୌଶଳ ଯେଉଁମାନେ ଶିଖାଇ ଦିଅନ୍ତି, ସେମାନଙ୍କୁ ସମାଜ ଗୁରୁ ବୋଲି ବିବେଚନା କରେ। ସୂର୍ଯ୍ୟତାପ ବଢ଼ିବ, ବରଫ ତରଳିବ, ସାଗର ଫୁଲି ଉଠିବ, ସ୍ଥଳଭାଗ ଜଳମଗ୍ନ ହେବ, ତଥାପି ବୃକ୍ଷରୋପଣରେ ଗୁରୁତ୍ୱ ନ ଦେଇ ବୃକ୍ଷ କଟାରେ ମନ। ଏଣୁ ସମାଜ ସାବଧାନ।
ତୁମେ ଅନେକ କଥା କହୁଛ, ଅନେକ ପ୍ରକାର ଭାବୁଛ, କିନ୍ତୁ ଅନନ୍ତକୁ ଜାଣିନ। ଅନନ୍ତକୁ ଯେତିକି ଖୋଜୁନ ନିଜ ସ୍ୱାର୍ଥକୁ ଅତି ନିଜର ଭାବି ସେତିକି ଖୋଜ ମନା ନାହିଁ, କିନ୍ତୁ ତୁମେ ଜାଣିନାହଁ ଏ ପୃଥିବୀକୁ ତୁମେ ଜଣେ ପ୍ରେରିତ ଦୂତ ମାତ୍ର। ବରଂ ତାଙ୍କ ଇଚ୍ଛାକୁ ସମ୍ମାନ ଦେଲେ ସେ ତୁମର ସବୁ ଦାୟିତ୍ୱ ବହନ କରିବେ। ସେ ତୁମକୁ ନିଜର ଭାବିବା ପୂର୍ବରୁ ଏଇଟା ମୋର ଦରକାର, ଏଇଟା ମୋର ନୁହଁ, ଏଇଟା ମୋର ଦରକାର ନୁହଁ ଭାବନା ଯୋଗୁ ତୁମ ପାଖକୁ କୃପାଚକ୍ର ଆସି ଫେରି ଯାଉଅଛି। ଉଦ୍ଭିଦ ଜଗତରେ ଫୁଲଟିଏ ଫୁଟିଲା ପରି କେବଳ ସ୍ରଷ୍ଟା କାହିଁକି ସମଗ୍ର ସୃଷ୍ଟି ମହାନନ୍ଦରେ ବିମୋହିତ ହେଲା। କିନ୍ତୁ ଏଇ ଫୁଲଟିଏ ଫୁଟିବା ପାଇଁ ସ୍ରଷ୍ଟାଙ୍କୁ ବା ସୃଷ୍ଟି କ୍ରିୟାରେ ବିଜ୍ଞାନ ମତରେ କୋଟିଏ କୋଟିଏ ଲକ୍ଷରୁ ଅଧିକ ବର୍ଷ ଲାଗିଲା। ଯେତେ ବର୍ଷ ହେଉ ପଛକେ, ଯେବେଠୁ ଫୁଲ ଫୁଟିଛି ଆଜି ପର୍ଯ୍ୟନ୍ତ କେହି ତାର ନିନ୍ଦାଗାନ କରିନି, କେହି ତାକୁ ଖରାପ କହିନି। ସେଇଥିରେ ସୃଷ୍ଟି ଯେତେବେଳେ ସୁନ୍ଦର, ସ୍ରଷ୍ଟା ଖୁସି ହେବା ତ ସ୍ୱାଭାବିକ କଥା। ସେଇମିତି ଜୀବ ଜଗତରେ ଈଶ୍ୱରଙ୍କ ଶ୍ରେଷ୍ଠ ଉଦ୍ଭାବନ ମଣିଷର ସୃଷ୍ଟି। ପରେ ସୃଷ୍ଟି ତାର ସନ୍ତୁଳନ ରକ୍ଷା କରିବ। ସମସ୍ତଙ୍କ ସୁରକ୍ଷା, ଯତ୍ନ ଓ ଦାୟିତ୍ୱ ମଣିଷ ନେବ ଚିନ୍ତା କରି ଈଶ୍ୱର ଶାନ୍ତିରେ ନିଃଶ୍ୱାସ ମାରିଲେ। ହେଲେ ଦିବ୍ୟମତୀ ମଣିଷ ଯଦି ତାହା ନ କରିପାରେ, ତେବେ ସୃଷ୍ଟିର ବିପତ୍ତି ପାଇଁ ଈଶ୍ୱରଙ୍କଠାରେ ଉତ୍ତରଦାୟୀ ହେବ କିଏ? ସେ କଥା ମଣିଷ ସମୀକ୍ଷା କରିବା ଉଚିତ। ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ ବିଭୂଷିତ ଫୁଲ ପରି ମଣିଷ ଯଦି ଗୁଣ ଓ ତ୍ୟାଗରୂପକ ସୌନ୍ଦର୍ଯ୍ୟ ବା ସୁଗନ୍ଧରେ ବିଶ୍ୱକୁ ବିମୋହିତ ନ କରେ, ତେବେ ତାର ଜନ୍ମ ଓ ଜୀବନ ବୃଥା। ଶାନ୍ତି ଖୋଜୁ ଖୋଜୁ ମଣିଷ ଅଶାନ୍ତି ପାଏ କାହିଁକି? ସୁଖ ଖୋଜୁ ଖୋଜୁ ଦୁଃଖ ମିଳେ କିପରି? ଆନନ୍ଦ ଆଶାୟୀ ମଣିଷର ଜୀବନଟା ବିଷାଦରେ ଭରିଯାଏ କାହିଁକି? ଏହି କାହିଁକି ଓ କିପରିର ଉତ୍ତର ଖୋଜୁ ଖୋଜୁ ସାଧାରଣ ମଣିଷଟି ଯାହା ପାଖରେ ପହଞ୍ଚିଯାଏ, ଯଦି ସେ ନିଜେ ପଥହରା, ତେବେ ସେ ପଥ ଦେଖାଇବ କ'ଣ? ବରଂ ବିଶ୍ୱାସର ବିଷ ପାନ କରି ଧୀରେ ଧୀରେ ସାଧାରଣ ମଣିଷର ଜୀବନଟା ବିଷମୟ ହୋଇଯିବ। ଏଣୁ ହେ ଦିବ୍ୟମତୀ ମଣିଷ, ଶାସ୍ତ୍ର ଅଧ୍ୟୟନ କର, ବିଚାର କର, ତାପରେ ଯାଇ ସେଠାକୁ ଯାଅ ଯେଉଁଠି ବାସ୍ତବ ମାର୍ଗଦର୍ଶନ ମିଳୁଛି। ନଚେତ୍ ବାଟ ଖୋଜୁ ଖୋଜୁ ଅବାଟରେ ଯାଇ ରକ୍ତାକ୍ତ ହୋଇ ଫେରିଲା ବେଳକୁ ସଞ୍ଜ ନଇଁ ଅନ୍ଧାର ହୋଇଯିବ। ଏଣୁ ବେଳହୁଁ ସାବଧାନ। ସୃଷ୍ଟି ସ୍ରଷ୍ଟା, ମଞ୍ଜି, ଗଛ, ସୃଷ୍ଟି ତତ୍ତ୍ୱ ଇତ୍ୟାଦି ଜାଣିବାକୁ ଆମର ବୟସ କାହିଁ? ସବୁର ଖୋଜା ଚାଲିଛି ସତ। ମହାଜନମାନଙ୍କ କହିବା ଅନୁଯାୟୀ ଚାଲିବା ଆରମ୍ଭ ହେଉ, ନଚେତ୍ ଦାସେ ଆଇଲେ ମୂଳରୁ ଗା। ହେଲେ ସେଇ ଶିଶୁ ଶ୍ରେଣୀରେ ରହିଯିବ। ଜ୍ଞାନର ଆଲୋଚନା ଭୁଲ ନୁହେଁ, କିନ୍ତୁ ଯୁକ୍ତିତର୍କରେ ମୀମାଂସା ନଥାଏ। ଜ୍ଞାନର ଆଲୋଚନା ଭୁଲ ନୁହେଁ, କିନ୍ତୁ ଯୁକ୍ତିତର୍କରେ ମୀମାଂସା ନଥାଏ। ଥାଏ ଅନୁଭବରେ। ବଳିଆ ବୁଝିଛି
ଆମେ ନିଜକୁ ଆଲୋଚନା କରି ଶିଖିବା ଦରକାର। ହେ ଅଳ୍ପ ଦିନର ମଣିଷ, ତୋତେ ହାଟ ନାଟ ସାରି ଘାଟ ପାରି ହୋଇ ଘର ଧରିବାକୁ ପଡ଼ିବ। ଚାଷ କର, ଧାନ କାଟ, ଚାଲ ଭାଇ ଭଲ ବାଟ। ଚାଷ କର ଅର୍ଥାତ୍ କର୍ତ୍ତବ୍ୟ କର, ସେ ବିଷୟରେ ଭଲ ମନ୍ଦ ବୁଝ। ଧାନ କାଟ ଅର୍ଥାତ୍ କର୍ମଫଳକୁ ସାଦରେ ଗ୍ରହଣ କର। ଚାଲ ଭାଇ ଅର୍ଥାତ୍ ସମସ୍ତଙ୍କୁ ନିଜର କରି ସମସ୍ତଙ୍କ ସହିତ ହାତ ମିଳାଇ ଭଲ ବାଟରେ ଚାଲ। ଅର୍ଥାତ୍ କାହାରି ଉପକାର ନ କରିପାର, କିନ୍ତୁ କାହାରି ଅପକାର କରନା। ପରିବାର ଭାଙ୍ଗି ଯାଉଛି, ପରିବେଶ ବିଗିଡ଼ି ଯାଉଛି। ହେ ମଣିଷ, ତୁମେ କି ସତ୍ସଙ୍ଗ କରୁଛ, କି ପ୍ରବଚନ ଶୁଣୁଛ? ନିଜକୁ ସଜାଡ଼, ପରିବାରକୁ ସଜାଡ଼, ପରିବେଶ ସୁସ୍ଥ ରଖ। ଆପେ ଆପେ ଆଧ୍ୟାତ୍ମିକତା ବା ଭଲ କଥା ତୁମ ଭିତରେ ସୃଷ୍ଟି ହେବ। ଥରେ ମାତ୍ର ଜୀବନରେ ସତ୍ସଙ୍ଗ ଯଥେଷ୍ଟ। ତା ପରର କାମ ହେଲା ଆଚରଣ। ତେବେ ଯାଇ ସଫଳତା ବା ସତ୍ସଙ୍ଗର ମୂଲ୍ୟ। ନଚେତ୍ ସବୁ ଗୋଟାଏ ପ୍ରହସନ ପରି ଆଉ ଗୋଟିଏ ନୂଆ ପ୍ରହସନ ତୁମେ ସୃଷ୍ଟି କରିବ। ଆଧ୍ୟାତ୍ମିକ ପ୍ରହସନ। କିଛି ଲାଭ କିଛି ନାହିଁ। ଘରେ ଅହଂ ପ୍ରତିଷ୍ଠା, ବାହାରେ ଭଲ ଶୁଣିବାର ପ୍ରଚେଷ୍ଟା। ପରିଶେଷରେ 12 ବର୍ଷର ତପ। ଆଜି ପାଇଁ ଏତିକି। ରହିଲି। ନମସ୍କାର। ଧନ୍ୟବାଦ।